ପ୍ରାଚୀନ କାଳରେ ସୋମଦତ୍ତ ନାମକ ଜଣେ ବ୍ୟାପାରୀ ଥିଲେ। ସେ ସତ୍ୟବାଦୀ, ଧାର୍ମିକ ଏବଂ ପରିଶ୍ରମୀ ଥିଲେ। ଥରେ ଜଙ୍ଗଲ ରାସ୍ତାରେ ଯିବାବେଳେ ସେ ସ୍ୱର୍ଣ୍ଣ ମୁଦ୍ରାରେ ଭର୍ତ୍ତି ଏକ ଥଳି ପାଇଲେ। ପ୍ରଥମେ ସେ ଭାବିଲେ ଯେ ଏହା କୌଣସି ଯାତ୍ରୀଙ୍କର ହୋଇପାରେ, କିନ୍ତୁ ପରେ ଲୋଭ ତାଙ୍କ ମନରେ ପ୍ରବେଶ କଲା। ସେ ଭାବିଲେ ବୋଧହୁଏ ଭାଗ୍ୟ ତାଙ୍କୁ ଏହି ଉପହାର ଦେଇଛି। ସେ ଧନକୁ ଘରକୁ ନେଇଗଲେ, କିନ୍ତୁ ତାପରେ ଆରମ୍ଭ ହେଲା ଏକ ଅଦ୍ଭୁତ ପରିବର୍ତ୍ତନ। ତାଙ୍କ ସ୍ତ୍ରୀ ଅସୁସ୍ଥ ହେଲେ, ବ୍ୟାପାରରେ କ୍ଷତି ହେବା ଆରମ୍ଭ ହେଲା, ଘରେ କଲହ ବଢ଼ିଲା, ପାଳିତ ପଶୁମାନେ ମରିବାକୁ ଲାଗିଲେ ଏବଂ ଏମିତି ଲାଗିଲା ଯେପରି ଘରର ଲକ୍ଷ୍ମୀ ରୁଷ୍ଟ ହୋଇଯାଇଛନ୍ତି। ଅସହାୟ ହୋଇ ସୋମଦତ୍ତ ଜଣେ ଋଷିଙ୍କ ପାଖକୁ ଗଲେ। ଋଷି ଧ୍ୟାନରେ କହିଲେ, ଏସବୁ ସେହି ଧନର ପ୍ରଭାବ। ସେ ଧନ ତୁମର ନୁହେଁ, ତୁମେ ତାହା ସହିତ ତାଙ୍କର ମାଲିକଙ୍କ କର୍ମ, ଦୁଃଖ ଏବଂ ଭାଗ୍ୟକୁ ମଧ୍ୟ ନେଇ ଆସିଛ। ସୋମଦତ୍ତ ଭୟଭୀତ ହୋଇ ପଚାରିଲେ, ଏବେ ମୁଁ କ'ଣ କରିବି? ଋଷି କହିଲେ, ଯଦି ସମ୍ଭବ ତାହାର ପ୍ରକୃତ ମାଲିକଙ୍କୁ ଫେରାଇ ଦିଅ, ନଚେତ୍ ତାହାକୁ ଦାନ କରିଦିଅ। ପରଦିନ ସୋମଦତ୍ତ ସେହି ଧନକୁ ମନ୍ଦିର ଏବଂ ଗରିବମାନଙ୍କ ମଧ୍ୟରେ ଦାନ କରିଦେଲେ। ଧୀରେ ଧୀରେ ତାଙ୍କ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଭଲ ହେଲା, ବ୍ୟାପାର ପୁଣି ଉନ୍ନତି କରିବାକୁ ଲାଗିଲା, ଘରେ ଶାନ୍ତି ଫେରି ଆସିଲା ଏବଂ ଏହି କାହାଣୀ ଅନୁସାରେ ମାତା ଲକ୍ଷ୍ମୀ ପୁଣି ସେହି ଘରେ ବାସ କଲେ। ଭଗବାନ ବିଷ୍ଣୁ ଗରୁଡ଼ଙ୍କୁ କହିଲେ,